ନମସ୍କାର କୁହନ୍ତୁ। ସାର୍ ଅଫିସ ଆସିନାହାନ୍ତି ସେ ଟେଣ୍ଡର ଅଛି ପରା ଆଜି? ଅଛି ଆଜି ଦେଇ ରିଲିଭ୍ ଅଛି, ଦୁନିଆ ଜିନିଷ ଅଛି, ବ୍ୟସ୍ତ ହୁଅନ୍ତୁନି, ଆପଣ ଅପେକ୍ଷା କରନ୍ତୁ। 10ଟାରୁ 11ଟା ସାର୍ ଅଛି ଯୋଉ ପକେଇବା ପାଇଁ। ପକେଇବା ପାଇଁ ପକଉନାହାନ୍ତି, ଆପଣଙ୍କୁ କିଏ ମନା କଲା ପକେଇବା ପାଇଁ? କାଇଁ କୋଉଠି ବକ୍ସ ଅଛି କଣ ଅଛି କି ଜାଣିଛି କି? କିଛି ତ ନାହିଁ ଏଇଠି। ବକ୍ସ କଣ ସିଲ୍ ହେଇକି ଅଛି ବୋଲି ଯୋଉ ସର୍ଟ ଟେଣ୍ଡର କଣ ସିଲ୍ ହେଇକି ଅଛି, ଖୋଲା ହେଇ ମାନେ ସେଇଟା ମଧ୍ୟ ଖୋଲା ହେଇନି। ଏଇଟା ଆଜିର କୋଉ ଟେଣ୍ଡରଟା ଅଛି ପକେଇବା ପାଇଁ 10ଟା 11ଟା? ସାର୍ 11ଟା ଟେଣ୍ଡର ଅଛି ସାର୍। ଏଇ ଯୋଉ ବଡ ଟେଣ୍ଡରଟା, ଏଇ ଟେଣ୍ଡରଟା? ହଁ ସାର୍। ସାର୍ ଆଜି ଯୋଉ ଟେଣ୍ଡର ଫିକ୍ସିଂ ହେଲା, ତାପରେ ଏଫଆଇଆର ଦିଆ ହେଇଛି କି କୋଦାଳ ଥାନାରେ? କିଏ କହିଲା ଆପଣଙ୍କୁ ଏଫଆଇଆର କଥା? ନାଇଁ ଏଫଆଇଆର ଦିଆ ହେଇଛି କି? ଯୋଉ ଆମର ଆପଣ ଅଫିସ ରେ ବାହାରେ ଯୋଉ ଗୁଣ୍ଡା ମାନେ ଇଏ କଲେ ଏଫଆଇଆର ଦିଆ ହେଇଛି କି? କୌଣସି ଏଫଆଇଆର କିଛି ଦିଆ ହଇନି। ମୁଁ ବାହାରେ ଅଛି, କାଲି ଆପଣଙ୍କ ସହିତ ଆଲୋଚନା କରିବି। ନାଇଁ ଏଇଟା କେମିତି ହବ? ଆଜି ଟେଣ୍ଡର ପଡି ପାରିଲାନି, ଏଇଟା କଣ କ୍ୟାନସଲ ହବ ନା ଆଉଥରେ ରିଟେଣ୍ଡର ହବ? କାଲି ବସିକି କମିଟି ବସିକି ଯାହା ଡିସିସନ ନବ। କମିଟି ହେଲେ ଟେଣ୍ଡର କମିଟି ଟେଣ୍ଡର କମିଟି କିଏ? ଅଛନ୍ତି, ଏମି ସାର୍ ଅଛନ୍ତି, ଚେୟାରମ୍ୟାନ ସାର୍, ମୁଖ୍ୟ ଏକ୍ଜିକ୍ୟୁଟିଭ ଅଫିସର, ଆକାଉଣ୍ଟାଣ୍ଟ, ଜେଇ। କମିଟି ବସିକି ଯାହା ଡିସିସନ ନବ। କିଛି ଚିଠି ହେଇଛି କି ସାର୍? କାଲି ହେଇନି, ହବ କାଲି ଏମି ସାର୍ ଆସିଲା ପରେ ତା ଉପରେ ଡିସିସନ ନିଆଯିବ। ହେଲେ କାଲି ଏମି ସାର୍ ଆସିଲା ପରେ ଚିଠି ହବ, ପରଦିନ ବସିକି ଅପରଦିନ ବସିବେ? ଆଚ୍ଛା ଠିକ ଅଛି, ହଉ ରଖୁଛି ସାର୍। କୋଉଠି ସାର୍? ଘରେ? ନାଇଁ ରେ ଭାଇ, ମୁଁ ଟିକେ ଛତ୍ରପୁର ପାଖାପାଖି। ଆଚ୍ଛା ହଉ, ରଖିଲି ସାର୍, ନମସ୍କାର।